अयोध्या को गड़िला स्पेशल ट्रेन रामललाଙ୍କ दर्शन ପାଇଁ गड़िला ଏହି ସ୍ପେଶାଲ ଟ୍ରେନ୍ ଭଦ୍ରକ ଓ କେନ୍ଦୁଝର ଜିଲ୍ଲା 14ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅଯୋଧ୍ୟାକୁ ଯାତ୍ରା କରିଛନ୍ତି 1251 ଜଣ ରାମ ଭକ୍ତ। ଭଦ୍ରକ ଷ୍ଟେସନରୁ ସିଧାସଳଖ ଏହି ଟ୍ରେନ ବାଲେଶ୍ୱର ଦେଇ ଅଯୋଧ୍ୟା ଯାଉଛି। ଭଦ୍ରକ ଷ୍ଟେସନରେ ଏହି ଆସ୍ଥା ଟ୍ରେନକୁ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ବିଜେପି ନେତା ମାନେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ବର୍ତ୍ତମାନ ଭଦ୍ରକରୁ ଏହି ଟ୍ରେନ ଚାଲିବା ଦ୍ୱାରା ଭଦ୍ରକର ରାମ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଷ୍ଟେସନରେ ଭକ୍ତମାନେ ଜୟ ଶ୍ରୀରାମ ନାରା ଦେଇ ଟ୍ରେନକୁ ବିଦାୟ ଜଣାଇଥିଲେ। ଆସ୍ଥା ସ୍ପେଶାଲ ଟ୍ରେନରେ 20ଟି ସ୍ଲିପର କୋଚ୍ ବା ବେଳେ ପ୍ରତି କୋଚ୍ରେ 72ଟି ସିଟ୍ ରହିଛି। ଭଦ୍ରକ ପରେ ବାଲେଶ୍ୱର ଷ୍ଟେସନରେ ଏହି ଆସ୍ଥା ଟ୍ରେନରେ ରାମଭକ୍ତମାନେ ଅଯୋଧ୍ୟା ଯାତ୍ରା କରିବେ। ଏହି ଟ୍ରେନ ଅଯୋଧ୍ୟାରେ ପହଞ୍ଚିବ। ପ୍ରାଣ ପ୍ରତିଷ୍ଠା ହେବା ଦିନଠାରୁ ଅଯୋଧ୍ୟାରେ ଶ୍ରୀରାମଙ୍କ ଦର୍ଶନ ପାଇଁ ପ୍ରତିଦିନ 1 କୋଟି ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି।